ନୂଆ ଦାୟିତ୍ୱ ଏବଂ ବହୁତ ବଡ଼ ଦାୟିତ୍ୱ କିନ୍ତୁ ଦେଖୁଛନ୍ତି ଆଉ ପ୍ରଥମରୁ ଆପଣଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି ଲୋକମାନେ ଗୋଟେ ଆସ୍ଥା ପ୍ରକଟ କରିଛନ୍ତି ନୂଆ ରୂପରେ ଏବଂ ନୂଆ ଦାୟିତ୍ୱ। ମୁଁ ଭୁବନେଶ୍ୱରରେ ଜନ୍ମ 1962 ମସିହା ମୋ ଘର କଳାରାହାଙ୍ଗ ମୁଁ ସୂର୍ଯ୍ୟନଗରରେ ରହୁଛି ମୁଁ ଏ ମାଟିର ପୁଅ ଜୀବନର ଆରମ୍ଭରୁ ସୈନିକ ସ୍କୁଲରେ ଯେହେତୁ ପଢ଼ିଥିଲି ଦେଶ ସେବାର ଭାବନା ଥିଲା ଲମ୍ବା ଯାତ୍ରା ଭିତରେ କେତେବେଳେ ବିଭିନ୍ନ ସାମାଜିକ ସଂଗଠନ ପୂଜା କମିଟି ବ୍ୟବସାୟୀ ସଂଘ ନାଗରିକ କମିଟି ଭିଜିଲାନ୍ସ ସମିତି ଗୋଶାଳା ସ୍କୁଲଠୁ ଆରମ୍ଭ କରି ସମାଜର ସବୁ କ୍ଷେତ୍ରକୁ ମୁଁ ଛୁଇଁବା ପାଇଁ ଚେଷ୍ଟା କରିଛି ପଦପଦବୀ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା କେବେ ହେଲେ ପଦପଦବୀରେ ପଛରେ ପଡ଼ନ୍ତି ନାହିଁ କାମ ପ୍ରକ୍ରିୟାରେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ବି ଅସାଧାରଣ ହେଇକରି ବାହାରେ ତାର ଉଦାହରଣ ମୋହନ ମାଝୀ ତାର ଉଦାହରଣ ନରେନ୍ଦ୍ର ମୋଦି ତେଣୁ ଆମେ ପଦପଦବୀ କେବେ ହେଲେ ତାର ଭାବନା ନଥାଏ ତେଣୁ ବର୍ତ୍ତମାନ ଯେହେତୁ ରାଜ୍ୟର ରାଜଧାନୀ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଦାୟିତ୍ୱ ଦଳ ମୋ ଉପରେ ଆସ୍ଥା ପ୍ରକଟ କରିଛି ମୁଁ ନିଶ୍ଚିତ ଭାବରେ ଭୁବନେଶ୍ୱରକୁ ସରସ ସୁନ୍ଦର ସହଜ କରିବା ପାଇଁ ଏବଂ ଏଠି ସୁସ୍ଥ ପରିବେଶ କରିବା ପାଇଁ ସବୁ ପ୍ରକାରର ସବୁ ବର୍ଗର ଲୋକଙ୍କର ସାହାଯ୍ୟ ସହଯୋଗରେ ଆମେ ଗୋଟେ ସୁନ୍ଦର ଭୁବନେଶ୍ୱର ଗଢ଼ିବା ଏ ପ୍ରତିଶ୍ରୁତି ମୁଁ ଦେଉଛି ଏଥିରେ ମୁଁ ପୂର୍ଣ୍ଣ ମାତ୍ରାରେ ଆପଣମାନଙ୍କର ବି ସହଯୋଗ କାମନା କରୁଛି।